ମୁଚୁକୁନ୍ଦ ଗନ୍ଧର୍ବର ପୂର୍ବ ବୃତ୍ତାନ୍ତ। କୃଷ୍ଣଙ୍କ ସ୍ୱର୍ଗପୁର ଗମନାନ୍ତର ଦ୍ୱାରକା ପ୍ରବେଶ। ଏଥୁ ଅନ୍ତେ ପରୀକ୍ଷିତ ନାମେ ମହାରାଜା, ସୁକମୁନି ଚରଣରେ କଲେ ଦିବ୍ୟ ପୂଜା। ଭୂମୁନି ପବିତ୍ର ହେଲି ହରିବଂଶ ଶୁଣି, ପାପାଧିପାତକ ମୋର ଅଙ୍ଗୁ ଗଲା ପୁଣି। କାହିଁ ମୁଚୁକୁନ୍ଦ କାହିଁ ସେ କାଳ ଦମନ, ଏଡ଼େ ଦାନବ କିପରି ହୋଇଲା ନିଧନ। ମୁଚୁକୁନ୍ଦ ନିଦ୍ରା ଯାଇଥିଲେ କିସ ଅର୍ଥେ, ଏକଥା ସଂକ୍ଷେପୀ ମୁନି କହିବାର ମତେ। ରାଜାଧିରାଜ ସେ କାଳ ଦମ୍ନ ମହାବଳୀ, ନୟନେ ଚାହିଁବା ମାତ୍ରେ କିମ୍ପା ଗଲା ଜଳି। ଶ୍ରୀହରିଚରିତ ଏହି ସୁଧାରସ ବାଣୀ, ଧନ ଧାନ୍ୟ ପ୍ରାପ୍ତ ହନ୍ତି ନରେ ଏହା ଶୁଣି। ଏତେ ବୋଲିଣ ନୃପତି ବିନୟ ଯେ ହୋଇ, ମୁନିଙ୍କୁ ପୁଚ୍ଛା କରଇ ସ୍ୱର୍ଣ୍ଣ ପାତ୍ର ଦେଇ। ଏ ଭବ ସାଗରୁ ମୋତେ ଉଦ୍ଧର ଭନାଥ, ମୋକ୍ଷ କରିଣ ମୋ କାୟା କର ହେ ପବିତ୍ର। ଇଦଂ ପ୍ରତିବାକ୍ୟ କଥା କହନ୍ତି ସେ ମୁନି, ସାବଧାନେ ଶୁଣ ପଣ୍ଡୁ ବଂଶ ନୃପମଣି। ମୋତେ ପୁଚ୍ଛା କଲେ ମୁଚୁକୁନ୍ଦ ପୂର୍ବ କଥା, ସଂକ୍ଷେପୀ କହିବା ଶୁଣ ତହିଁର ବ୍ୟବସ୍ଥା। ଯାହା ପୁଚ୍ଛା କଲ ଏ ତ ଅଟେ ସୁଧାବାଣୀ, କାୟାକୁ ପବିତ୍ର କର ସେହି କଥା ଶୁଣି। ଶୁଣ ତୁହ ମହାରାଜା ପୁରାତନ କଥା, ବଶିଷ୍ଠ କହିଅଛନ୍ତି ପୂର୍ବେ ଯେଉଁ ବାର୍ତ୍ତା। ତାହା ଶୁଣିବାକୁ ଯେବେ ବଳିଛି ଉତ୍ସାହ, ଯମଦଣ୍ଡକୁ ତୁମ୍ଭର ନାହିଁ ଆଉ ଭୟ। ବସୁ ସତ୍ୟ ଯୁଗେଶ୍ୱର ଚିଶ ନାମେ ଇନ୍ଦ୍ର, ଭାନୁ ନାମେ ସୂର୍ଯ୍ୟ ନିଶାକର ନାମେ ଚନ୍ଦ୍ର। ବ୍ରହ୍ମାର ପଣ ନାତି ସେ ବିଶ୍ୱବାର ଶ୍ରୁତ, ତ୍ରିଲୋକ ଜୟୀ ରାବଣ ନାମରେ ଦୈତ୍ୟ। ନିକଷାନନ୍ଦନ ସେହୁ ବଳେ ମହାବଳୀ, ଏକ ଦେହ ବିଂଶ ଭୁଜ 10ଟି ମଉଳି। ଈଶ୍ୱରଙ୍କ ଠାରୁ ସେହି ପାଇଥିଲା ବର, 56 ଗଣ୍ଡା ଯୁଗକୁ ହୋଇଲା ଅମର। 98 ଶଶ ଭାର୍ଯ୍ୟା 1300 ନାତି, 40 ସହସ୍ର ପୁତ୍ର ବିପ୍ର ଶୁଦ୍ଧ ଜାତି। ଭ୍ରାତା ବନ୍ଧୁ ସହୋଦର କୁଟୁମ୍ବକୁ ଘେନି, ଭୁଜ ବଳେ ବିଳସଇ ସକଳ ମେଦିନୀ। ସର୍ବପୁତ୍ର ମଧ୍ୟ ଇନ୍ଦ୍ରଜିତ ଯେ ଉତ୍ତମ, ବିଦ୍ୟା ପଢ଼ିବା ପାଇଁ କି ହେଲା ତାର ମନ। ମୟ ନାମେ ବିଶ୍ୱକର୍ମା ପଢ଼ାଇଲେ ପାଠ, ବିପରୀତ ମାୟା ଯୁଦ୍ଧ ଜାଣେ ସେ ମୁରାଟ। ଶରୀର କଦର୍ଥ କରି ବହୁ ତପ କଲା, ବ୍ରହ୍ମା ସେବା କରି ବହୁ ଶସ୍ତ୍ର ସେ ପାଇଲା। 17 ପର୍ଯ୍ୟନ୍ତେ ସ୍ୱର୍ଗେ ଦେଲା ଧାଡ଼ି, ଡରେ ଦେବଗଣ ମାନେ ସ୍ୱର୍ଗ ଗଲେ ଛାଡ଼ି। ମାୟା ସମର କରି ସେ ଇନ୍ଦ୍ରେ ବନ୍ଦୀ କଲା, ସ୍ୱକୁଟୁମ୍ବ ଘେନି ଲଙ୍କା ଗଡ଼ରେ ରହିଲା। ଏଥୁ ଅନନ୍ତରେ ବେନି ବର୍ଷ ଗଲା ବହି, ସ୍ୱର୍ଗପୁର ଯାକ ସବୁ ଶୂନ୍ୟ ଯେ ହୁଅଇ। ସମସ୍ତେ ପଳାଇ ଗଲେ ଜଣେ କେହି ନାହିଁ, ମୁଚୁକୁନ୍ଦ ଗନ୍ଧର୍ବ ଏକା ଅଛି ରହି। ଧନ ସମ୍ପଦ ରଖିଲା ଦଣ୍ଡୁ ଆସି ପଣେ, ସଙ୍ଗତରେ କେହି ନାହିଁ ହୋଇ ଏକ ଜଣେ। ଧନ ସମ୍ପଦ କୁଟୁମ୍ବ ପୁତ୍ର ଆଦି କରି, ଦେବତାଏ ପଳାଇଲେ ଛାଡ଼ି ଯେ ଯାହାରି। 1200 ପୁରେ ଥିଲା ଯେତେ ଧନ ଦ୍ରବ୍ୟ, ପଳାଇଣ ଗଲେ ସେହୁ ତେଜି କରି ସର୍ବ। ଶ୍ରୀରାମଚନ୍ଦ୍ର କରିଲେ ରାବଣକୁ ହତ, ଦେବତାଏ ରହିଲେ ଏକ ସୁଖେ ସ୍ୱର୍ଗ ପଥ। ସେହି ଦିନୁ ଦେବଗଣ ସୁସ୍ଥ ଯେ ଲଭିଲେ, ସ୍ୱର୍ଗ ଭୁବନରେ ପୁଣି ସୁଖରେ ରହିଲେ। ଯେଝା ଦ୍ରବ୍ୟମାନ ସବୁ ଅଖଣ୍ଡିତ ଥିଲେ, ଦେଖିକରି ଦେବଗଣ ସନ୍ତୋଷ ଲଭିଲେ। ଧନ୍ୟ ମୁଚୁକୁନ୍ଦ ବୋଲି କରିଲେ ପ୍ରଶଂସା, ତୋହ ଯୋଗୁ ସବୁ ଦ୍ରବ୍ୟ ମିଳିଲା ସହସା। ତୋହର ହେତୁରୁ ରକ୍ଷା ହେଲା ସ୍ୱର୍ଗପୁରୀ, ସର୍ବଦେବତା ମାନଙ୍କ ଅଟୁ ଉପକାରୀ। ମାଗ ମାଗ ବର ତୋତେ ଦେବୁ ଆମ ଇଚ୍ଛା, ସକଳ ଦେବତା ମାନେ ପୁରାଇବୁ ବାଞ୍ଛା।
मुचुकुंद बोइले जे देवेंद्र को चाही, भो पिता तुम प्रसादे भोगी पारे मुहि, तुमे मते सुप्रसन्न हेल सहस्र जोनि, सुख भोग करी लई मुहि तुम घेनी। 84 खंड ज्ञान अष्टांग जे जोग, निद्राहार मैथुन स्वर्ग उपभोग, देवता माने बोइले कहिल जे विधि, जे तुम्भर मन बांछा हेउ सर्व सिद्धि। मुचुकुंद बोले शुण सर्व देवताए, अनिद्रारे अच्छी मुहि बहु जुग जाए, रात्र दिवस निद्रे जगी अच्छी पूरी, निद्रा बळे लभी बही महासुख सिरी। देवगण आज्ञा देले विश्वकर्मा राई, पुरे क निर्माण कर तुमे एथु जाई, देवतांकर आज्ञारे विश्वकर्मा स्वामी, शीघ्र कुंडी नगर नामे निर्माणिले भूमि। मुचुकुंद बोले मुहि जेबे निद्रा जीवी, आबर प्रत्येक मुझे दृढ़ करिथिबि, जे मो निद्रा को भांगिब न डाकिण बळी, प्रथमे चाहन्ते निश्चय से हुजिब जळी। तदन्ते आधार मुहि भुंजिबि समये, तत्परे बनिता भोग करिबि थोकाए। हेउ कहि देवताए जे झापुरे गले, सेहि दिनु मुचुकुंद निद्रा जाइथिले, मायाधर पुरुष से कपटे रचिले, युद्ध व्याजे काल दमन को भंडी नेले, आगहु ए कथा जानिथिले वनमाळी, मुचुकुंद कोपा नळे गला सेहु जळी। गर्ग मागिथिले बर न होइला किछि, उपाୟରେ उपद्रव खंडिले श्रीवत्सी, हेमंत कूटरे काल दमन कुमारी, गरुड़ कुसुमरणा कले देव हरि। रम्यक द्वापरे थाई जानी खगेश्वर, कृष्णଙ୍କ छामुरे आसी मिलिले सतोर, ता देखि परम तोष होई नारायण, गरुड़ पृष्ठरे स्वामी कले आरोहण। करे शंख चक्र गदा सारंग जे धनु, नीलजिमुत पराये सोहे दिव्य तनु, रुदरे कौस्तुभ मणि मुक्ता रत्नमाळी, आदि कंद स्वामी ताज पिठी परे चली। विदमुनि कंकण जे कर रे बाहुटी, मणिमाणिक विराजे तहि कोटि कोटि, मुकुट कर्णाचल रे खंडगी शिर सोहे, मृगनाभि कस्तूरी रचिता शोभा पाए। कटिरे झिन बसन कंधरे पैता, कोटि काम रूपे स्वामी धर जग जीता। गरुड़ पिठी उपरे विजे कले जाई, 1200 रे मिलिले जगत गोसाई। 33 कोटि देवता आस्थाने विजये, देखिले दूररू आसिछन्ति देवराए। तक्षणे देवता माने आस्थान उठिले, ऊर्ध्वमुख होई करी उपरे चाहिले। इंद्र देवता सहिते ओइले पाछोटी, दक्षिण महासंतोष हेले परमेष्ठी। करपत्र जोड़ी सर्वे होइले कौभा, क्षीर समुद्र पराए दिशि दिव्य शोभा। सकल देवतांकु से देखि नारायण, गरुड़ पिठिरु उतुरिले तत्क्षण। देवंकु घेनी आस्थाने विजे कले जाई, बृहस्पति बोइले को आसिल किंपाई। इंद्र बोइले भो गुरु क्षणे हुओ स्थिर, सुस्थ होई प्रभु विजे करंतु सभार। एहा शुणी देवगण नीरवे रहिले, इंद्र सभारे उपेन्द्र सुस्थे विजे कले। एथु अनंतरे शुण परीक्ष नृपति, हरिवंश पुराण ए पुण्यमय कीर्ति। काल दमन संगरे जेते राजा थिले, ता मृत्यु देखन्ते सर्वे भये पळाइले। जे जाहार चतुरंग सेना घेनी संगे, प्रवेश होइले जाई जरासंध आगे। बुझाई कहिले कथा होइला जेतेक, शुणी दुखे शोक कला मगध नायक।
କପାଳରେ କର ମାରି ବୋଲେ ମୋ ସମାନ, ଜଗତ ମଧ୍ୟରେ କେହି ନାହିଁ କର୍ମହୀନ। ଆପେ ଲଜ୍ଜା ପାଇ ପୁଣି ପରେ ଆଶା କଲି, ତଥାପି ତହିଁରୁ କିଛି ଫଳ ନ ପାଇଲି। ଏତେ ବୋଲି ସବୁ ନୃପମାନଙ୍କୁ ହକାରି, ସମସ୍ତଙ୍କୁ ଆଜ୍ଞା ଦେଲା ମନେ ଦୁଃଖ ଧରି। ଆପଣା ରାଜ୍ୟକୁ ସର୍ବେ ଯାଅ ଯେ ଯାହାରେ, ରାଜ୍ୟ ପ୍ରଜା ସମ୍ଭାଳି ନଥିବ ନିଶ୍ଚିନ୍ତରେ। ଦୂତବର ଗିଲେ ପୁଣି ସତରେ ଆସିବ, ଏ ମୋର ବଚନ ସର୍ବେ ପ୍ରତିପାଳିଥିବ। ଏହା ଶୁଣି ରାଜାମାନେ ସୈନ୍ୟ ଘେନି ଗଲେ, ଯେ ଯାହା ରାଜ୍ୟରେ ଯାଇ ପ୍ରବେଶ ହୋଇଲେ। ଆପେ ଜରାସନ୍ଧ ରାଜା ସୈନ୍ୟ ଚଳାଇ, ବାହୁଡ଼ି ଆପଣା ରାଜ୍ୟ ପ୍ରବେଶିଲା ଯାଇ। ଗୁଣଭୂଷଣ ମନ୍ତ୍ରୀ କି ପାଶକୁ ହକାରି, ବହୁତ ପ୍ରକାରେ ତାକୁ କହିଲା ତିଆରି। ଅନେକ ସୈନ୍ୟ ମୋର ଯୁଦ୍ଧେ କ୍ଷୟ ଗଲେ, ବଡ଼ ବଡ଼ ଯୋଦ୍ଧା ମାନେ ପ୍ରାଣ ହରାଇଲେ। ବାକି ଯେ ଅଛନ୍ତି ତାଙ୍କୁ ସୁସ୍ଥେ ପ୍ରତିପାଳ, ବହୁ ଦୁଃଖ ପାଇଛନ୍ତି ଅଙ୍ଗେ ନାହିଁ ବଳ। ଏତେ ବୋଲି ସବୁ ନୃପମାନଙ୍କୁ ହକାରି, ସମସ୍ତଙ୍କୁ ଆଜ୍ଞା ଦେଲା ମନେ ଦୁଃଖ ଧରି। ମୋ ପାଖରେ ଆସି ତୁମ୍ଭେ କଷଣ ଭୁଞ୍ଜିଲ, ପ୍ରାଣ ଗଲା ସିନା କାର୍ଯ୍ୟ ସାଧି ନ ପାରିଲ। ଏବେ କାଳ ଦମନର ପୁତ୍ରକୁ ବସାଇ, ରାଜେ ରାଜା କର ଦଣ୍ଡ ସିଂହାସନ ଦେଇ। ଏମନ୍ତ ପ୍ରକାରେ କହି ତାଙ୍କୁ ବିଦା କଲା, ପାତ୍ର ମନ୍ତ୍ରୀ ଘେନି ନିଜ ପ୍ରଜାଙ୍କୁ ପାଳିଲା। ଏଥୁ ଅନନ୍ତରେ ଶୁଣ ପରୀକ୍ଷ ନୃପତି, ସ୍ୱର୍ଗପୁରେ ବିଜେ କଲେ ପ୍ରଭୁ ଲକ୍ଷ୍ମୀପତି। ବୃହସ୍ପତି ପଚାରନ୍ତେ ବଚନ ଉଚାରି, ରୁହାଇଣ ରଖିଲେ ତାହାକୁ ବଜ୍ରଧାରୀ। ପୁଣି ବୃହସ୍ପତି ଉଠି ପୁଛିଲେ ସନ, କିମର୍ଥେ କରିଲେ ପ୍ରଭୁ ଶୁଭ ଆଗମନ। ଶ୍ରୀ ଜଗନ୍ନାଥ ବୋଇଲେ ଗୋପେ ଆମ୍ଭେ ଥିଲୁ, କଂସ କୁମାରିଣ ଆମ୍ଭେ ଥକୁ ଅଇଲୁ। ତହିଁ ଲାଗିଲା ଆମ୍ଭଙ୍କୁ ଜରାସନ୍ଧ ଭଏ, ନିରନ୍ତର ଧାଡ଼ି ଦେଖି ଅଷ୍ଟାଦଶ ଯାଏ। ସମରାଜ୍ୟ ଯାକ ସବୁ ହୋଇଲା ନିରେଖ, ପଳାଇଲେ ଯାଦବେ ଯେ ପାଇ ମହାଦୁଃଖ। ତେଣୁ କରି ମଥୁରାକୁ ଆମ୍ଭେ ଯିବା ନାହିଁ, ସର୍ବଯାଦବେ ରହିଲେ ଦ୍ୱାରକାରେ ଯାଇ। ଆମ୍ଭେ ବାହାରେ ବାହାରେ ଦ୍ୱାରକାକୁ ଯିବୁ, ସର୍ବଯାଦବଙ୍କ ସଙ୍ଗେ ସେଠାରେ ରହିବୁ। ତୁମ୍ଭେମାନେ ଶୃଙ୍ଖଳା ଯେ କରିଥିବ ନୀତି, ନିରନ୍ତର ଲାଗିଥାଇ ଅସୁରଙ୍କ ଭୀତି। ଦେବତା ବୋଇଲେ ତବ ଦୈତ୍ୟ ହତବାନା, କଳ୍ପନା ନାମରେ ନିଧି ଆର୍ତ ବଜ୍ର ସେନା। ଭାରାଭର ନିବାରଣ ହୋଇ ଅବତାର, ସଂସାର ନୌକା ତୁମେ ସିନା ତ କାଣ୍ଡାର। ତୁମର ସ୍ଥାପିଲା ଆମେ ସକଳ ଦେବତା, ଭକତ ଜନ ବାନ୍ଧବ ତୁମେ ଜଗତ କର୍ତ୍ତା। ତୁମେ ସ୍ୱର୍ଗପୁର କଲ ଆହେ ଦେବରାଏ, ନିଶ୍ଚିନ୍ତେ ରହିଲୁ ଆମେ ସର୍ବଦେବତାଏ। ତୁମ୍ଭେ ପ୍ରଭୁ ଅଟ ଦ୍ୱାରକାର ଅଧିପତି, ଶଙ୍ଖ ନିଧି ପଦ୍ମନିଧି ଅଛି ତୁମ୍ଭ କତି। ସୁଧର୍ମା ସଭାରେ ବିଜେ କର ତୁମ୍ଭେ ଆସି, ତୁମର ଅର୍ଜିଲା ଧନ ସବୁ ବିଶ୍ୱବାସୀ। ସ୍ୱର୍ଗ ସମ୍ପାଦନା ଯେତେ ରତ୍ନ ଧନ ଧାନ୍ୟ, ଅଶେଷ କୋଟି ଲକ୍ଷ୍ମୀର ବଲ୍ଲଭ ଆପଣ। ଏତେ କହି ଇନ୍ଦ୍ର ଶଙ୍ଖ ନିଧି করে ଦେଲେ, ସୁଧର୍ମା ସଭାରେ କୃଷ୍ଣ ଗୋଚରେ ଅର୍ପିଲେ। ଅନେକ ବିନୟେ କହିଲେ କସସ୍ର ଯୋନି, ବୋଇଲେ ଦ୍ୱାରକା କୃଷ୍ଣ ଯାଅ ନିଧି ଘେନି। ଏ ନିଧି ଅଟେ ଅମର ଭଣ୍ଡାରର ଆୟ, ଯେତେ ବ୍ୟୟ କଲେ କେବେ ନୁହଁ ଇଟି କ୍ଷୟ। କୋଟିଏ କ ଶଙ୍ଖ ନିଧି ପୁରୀ ଅଛି ଏଥି, ଏକା ନିଧି କେ ତୁଳନା ନାହିଁ ଏହି ପୃଥ୍ୱୀ। ସମୁଦ୍ର ମନ୍ଥନ କାଳେ ଉପୁଜିଲା ଏହି, ତୁମେ ତ ଏହା ମହିମା ଜାଣ ଭାବଗ୍ରାହୀ। ଅନେକ ଯତ୍ନେ ସାଇତି ଥିଲି ୟାକୁ ମୁହିଁ, ଏ ରତନ ପାଶେ ଥିଲେ କିଛି ଭୟ ନାହିଁ। ପଦ୍ମନିଧି ନେଇ ଦେଖାଇଲେ ପୁଣି ପୁଣି, ବୋଇଲେ ୟାର ମହିମା ଶୁଣ ଚକ୍ର ପାଣି।
हस्ते पद्म पादे पद्म बीजे करिछन्ति क्षीर समुद्र उपजी अछि चंद्रकांति एहा जोगे उपजई देहे बुद्धि बल ए पद्मनिधि प्रसादे जिणिब सकल रोग शोक बाधा नाही नाही शत्रु भये देव शस्त्र नेरे निर्मित रणे हुए जय जेते बेले बांछा करी बटी जेउ द्रव्य तत्क्षणे प्राप्त हुए आसीण से सर्व इदं प्रतिवाक्य बदयन्ति वज्रधारी एषु धर्मा सभा कथा शुण देव हरि ए सभा गोटी समुद्र मंथन रुजात महाप्रलय काले साइति जगत कहन्ते न सरे ही सभार महिमा निरंतर निर्माणन्ति कोटि विश्वकर्मा कूल शून्य विवर्जित एही सभा गोटी एहाकु पट्टान्त रहे नाही लक्ष कोटि अमर 1200 अटे देव सभा वृद्ध ही बसिले एथे हेब नवजुबा 33 कोटि देवता होई एक मूर्ति खम्ब श्रेणी रुह होइछन्ति नाना प्रति रात्र दिन विवर्जित सभा पुण्यमये निरंतर चंद्र सूर्य हुअन्ति उदये तुमे जेबे द्वारकारे रहिब च्युत तुम हेतु सभा एहु पाइब अत्यंत एसनक कृत कृत्य होई वज्रपाणी बहु उपहार कृष्ण चंद्र देले आणी जे झार अनुरूपरे सर्वदेव वृंद कृष्णे अक्षत दियन्ति होइण आनंद जगन्नाथंकर पादे सर्वे कले पूजा गरुड़ पिठिरे बीजे से देवाधिराजा सर्वदेवता मानंकु देण मेलाणी अंतरिक्ष मार्गे चली गले चक्र पाणी अनंत मायाधर श्री प्रभु विश्ववास कुशस्थली भुवन रे जाइण प्रवेश खंडे दूर रे थाइण देखिले श्रीहरि अत्यंत सुंदर दिशे द्वारका नगरी नवरतने निर्माण अत्यंत घटन लक्षे गुण शोभा पाए अपूर्व भुवन सकल नर नारी निद्रा जाइथिले रजनी प्रभाते निद्रा तेजिण उठिले देखिले सुवर्णमय पुरबी तपन घरे घरे चांदू आजे अत्यंत घटन हाट बाट दांड आदि बणिज पसरा पूर्व हुदी सुअ छई अतिशय तोरा गृह वस्तु आदि करी से जाहार द्रव्य अखंडित भावे पुरी अछंती से सर्व मेढ़ मंडप देउल अट्टाली जगती ब्राह्मण क्षत्रिय आदि 37 जाति जेसने दिशे मथुरा गड़र पातना बांफी कूपतड़ कादी नदी घाई खणा पुर द्वार मान सबु अति शोभा पांती रेख रेख धाड़ी धाड़ी मंदिर शोभंती उभा तृण मेला काठ समस्तंक दांडे जेझारे साइती आवरीण खंडे खंडे फलित कुसुम तरु अति वितपन नंदन वन पराए दिशई शोभन भूमि आदि करी पुणी 60 बानी सुना आवर केते संपद अटे अकलना मंद मंद गंध बह मलयर काबाए झिंकारिंकर सबदे पुलकित काए अचलाचल संपद किस जे कहिबा घरे घरे लक्ष्मी देवी पाउछन्ति शोभा सकल जादवे देखी अपूर्व मणिले किंभूत माया हेला ताके ही न जानिले समस्तंकु भ्रम कराइण देवराए थोकाए मणंती एहा सपन पराए थोके जादवे जानिबे पुणी तथ्य करी बोइले जरा रहे तो छाड़ी मधुपुरी एठारे रहिलु आंभे आसी करी पुणी द्वितीय स्वर्ग पराए धाता देलाणी एथे बिळसिबा नारायणଙ୍କ संगरे अशेष कोटि पातक थिला जांगरे वेद शास्त्र मते ताहा होइब विनाश कोटि जन्म जाए जेहु से विव महेश प्रयाग मणि कनिका आदि रे झासिले
एहीपरि भूमि ताकु मिलिबटी भले। जल तिल अन्न वस्त्र आबर भूदान पंच इंद्रिय निग्रह साधि ब्रह्म ज्ञान। नाना बार व्रत करिथिब तीर्थ जप समभक्ति रे करिन थिब घोर तप। शत शत क्रिया रखी हेब बनचारी कंदमूल को भक्षिब आउ क्षीर बारी। कोटि कोटि जाग करी हेब शुद्ध पूत काया पदार्थ न करी कहूथिब सत्य। आज नाम परिजन्ते जेते पुण्य करी गोविंद कीर्तने केही नुह इति सरी। जोगी जन माने मूल मंत्र जपि जाहा केवण भाग्य रे आमे देखी लुटी ताहा। पुराण पुरुष जेहु महाविश्व मूर्ति चारि खानी चारि बानी होई नाना जाति। सेही से जानई सीना जाबत कपट ए संसार गोटी तार अटे खेल नाट। शुण हे परीक्ष राजा भणी सुख ज्योति जादव माने मंत भावना करंती। बलराम उग्रसेन वसुदेव सह उद्धव क्रूर अनाधृष्ट जे दुर्जय। सुरथ जे वृद्ध श्रवा आवर सात्यकी शतधनु प्रश्नाजित मूले जेते लेखी। वसुदेव अष्टपुत्र उग्रसेन पुत्र श्रीकृष्ण सुमरी रचि साम्राज्य समस्त। जे जाहार नित्य कर्म सबे आभरिले प्रहरे आसीण जहु दिन मणि हेले। मकर शुक्ल त्रयोदशी बुधवार पुनर्वसु नक्षत्र जे अटे से दिनर। केवल 10 दंडे मीन लग्ने अनुकूल द्वारकारे विजे कले प्रभु आदि मूल। नक्षत्र जे सने आकाशरु पड़े खसी मध्याह्न आदित्य परिदिशे तेज राशि। आर्द्रावळी मासे जेने बाळ सूर्योदये रूप तेज लाग इति तेसन पराए। आकाशरु गंड पक्षी जेने दिए झांप तेसन प्रकारे अटे बैनतेय धाप। खगेश्वर पिठी परे दिव्य मूर्ति धरी चतुर्धारु परे हरि तहि विजे करी। शंख चक्र गदा पद्म चारि करे सोहे पीतांबर शोभित नाना रत्नमये। विनतानंदन परे नारायण बसी धीरे धीरे खग बर आकाशरु खसी। प्रेम आनंद सबदे जेने घड़ घड़ी श्रावण मासे मारई जेने चढ़ चढ़ी। 49 प्राय शुभे आसन्ते तुरीत दल दल वसुंधरी मही खंड सात। सबद पुओ नारायण सर्वजदु वृंद देखिले चतुर्धारूपे विजय गोविंद। नरर नबरर सिंह द्वार आसी विजे करी देखिबा पाई जादवे आसन्ते जे झारी। अग्रतरे निरंतर हुए शंख ध्वनि हुड़हुड़ी देले द्वारकार जे कामिनी। मेघाडंबर उदंड उड़े 1 लक्ष आलम्ब चिराल विमलादि पंचमुख। धूप काठी जे पनीर पाणी मान सिंची चंदन छेरा से बती पाखुड़ा को बिंची। वीरतुर काहाली जे बाजे ओला बेणी बीणा बंशी उपांग सिंहनाद पुणी। सुवर्ण बेत घेनिण पढ़ियारी आगे सुधर्मा सभा को विजे करावंती बेगे। कोटिए किन्नर सेही सभा छंती बही शंख निधि पद्म निधि पुरी अछि तही। भक्ति मुक्ति दाता परिधि से ज्योतिर्मय कोटि चंद्र सूर्य किबा होइछि उदय। देखिण संतोष हेले से समस्त लोके एके बण द्रव्य बोली पचारंती थोके। जानी मा लोके बोलंती शंख पद्म निधि श्री जगन्नाथंकु एहा देले जम्बवेदी। सुधर्मा सहिते देइछंती सहस्र जोनि आवर अनेक द्रव्य आसीछंती घेनी। एते बोली न सकळे धामंती जे बेगे तुरीते मिलिले जाई सिंह द्वार लागे। बलदेव उग्रसेन वसुदेव हरि एमाने बाटकु अइले कनुसरी। इंदुमतीर नबरे पार्थ रहिथिले
ଶ୍ରୀକୃଷ୍ଣ ଆସନ୍ତେ ଯାଇ ଦର୍ଶନ କଲେ। ଅର୍ଜୁନର ହସ୍ତ ଧରି ପ୍ରଭୁ ଦେବ ହରି ନବରକୁ ବିଜେ କଲେ ଗରୁଡ଼ ତୁରି। ଉଗ୍ରସେନ ନମସ୍କାର କଲେ ନାରାୟଣେ ପ୍ରଣାମ କରିଲେ ବସୁଦେବଙ୍କ ଚରଣେ। ତଦନ୍ତରେ କଲେ ବଳଦେବ ପାଦ ପୂଜା ତତ୍ପରେ ଇନ୍ଦୁମତୀକୁ ନମି ଦେବ ରାଜା। ଆବର ଯାଦବ ଗଣ ଯେ ଝାମାନ୍ୟ କଲେ ଦେବକୀକୁ ନମସ୍କାର ଯାଇ ନ କରିଲେ। ସନାତନ ପୁରୁଷ ଯା ଆଦି ଅନ୍ତ ନାହିଁ ସମସ୍ତେ ହେଉଅଛନ୍ତି ଦେଖି ତାଙ୍କୁ ବାଇ। ସେ ଯେବେ ଆପଣା ଧର୍ମ ନ କଲେ ପାଳନା ସମସ୍ତ ପ୍ରାଣୀ ମାନେ ଯେ ହୋଇବେଟି ବଣା। ଯାହାରେ ଆନ ନୁହଁଇ ଶୁଭାଶୁଭ କର୍ମ ଲୋକଙ୍କ ମନ ମନାଇ କରି ନାନା ଧର୍ମ। ଏଥୁ ଅନ୍ତରେ ସକଳ ଯଦୁବୀର ମାନେ ଆନନ୍ଦ ମନରେ ଗଲେ ଯେ ଯାହା ଭୁବନେ। ନବରତ୍ନ ଜଡ଼ିତ ସବୁ ଗୃହ ମାନ ଥୋକେ ବୋଲନ୍ତି ଏହା ତ ଅପୂର୍ବ ଗଠନ। ଥୋକାଏ ବୋଲନ୍ତି ଆଉ ଜରା ଭୟ ନାହିଁ ଥୋକାଏ ବୋଲନ୍ତି ଆମେ ରହିଲେ ଯା କାହିଁ। ଥୋକାଏ ବୋଲନ୍ତି ଜଗନ୍ନାଥେ ଯେ ଆସନ୍ତେ କେବଳ କଥା ଅପୂର୍ବ ହୋଇବଟି ଏଥେ। ଏସନକ ବିଚାରନ୍ତେ ନଗ୍ର ନର ନାରୀ ସ୍ନାନ ସାରିଲେ ଯାଇ ସ୍ୱାମୀ ଦେବ ହରି। ଭୋଜନରେ ବସିଲେ ଯେ ଆନନ୍ଦ ମନରେ ଦେବକୀ ଦେବୀ ପର୍ସନ୍ତି ଆଣି ହରସରେ। ସୁସିଦ୍ଧ ପାକ ଅମୃତ ପରାୟ ରାନ୍ଧଣା ସୁପକ ନ ବ୍ୟଞ୍ଜନ ଏକୁ ଏକ ଜିଣା। ଭୁଞ୍ଜିତ ତୃପତ ହେଲେ ଦେବ ଭଗବାନ ଆଗମନ ସାରି କଲେ ତାମ୍ବୁଳ ଭୋଜନ। ସିଂହ ଦୁଆରେ ସୁଧର୍ମା ସଭା ଗୋଟି ଥୋଇ ଶଙ୍ଖ ନିଧି ପଦ୍ମନିଧି ପୁରରେ ରଖାଇ। ଏଥୁ ଅନନ୍ତରେ ଅସ୍ତ ହେଲେ ଦିନ ମଣି କହୁ କହୁ ପ୍ରବେଶିଲା ଆଶ୍ୱିନ ରଜନୀ। ଦ୍ୱାରକାପୁରେ ରହିଲେ ସର୍ବନର ନାରୀ ନିତ୍ୟକର୍ମ ସାରି ନିଦ୍ରା ଗଲେ ଯେ ଯାହାରି। ସମସ୍ତଙ୍କ ମନ ମୋହିଛନ୍ତି ଲକ୍ଷ୍ମୀ ସାଇ ଜଗବନ୍ଧୁ ଦେଖି ସର୍ବେ ଆନନ୍ଦିତ ହୋଇ। ଏହିପରି ପ୍ରସଙ୍ଗରେ କେତେ ଦିନ ଗଲା ସବୁ ଦେଶ ବାର୍ତ୍ତା ଯାଇ ଚାର ଜଣାଇଲା। ଅଷ୍ଟାଦଶ ବେଳ ଜରା ଦେଲା କଜେ ଧାଡ଼ି ଉଗ୍ରସେନ ରାଜା ଗଲେ ମଥୁରାକୁ ଛାଡ଼ି। ସବୁ ଯାଦବେ ଘେନିଣ ତ୍ରିଦଶର ସାଇ ଗୋଡ଼ ବାନ୍ଧିଣ ରହିଲେ ଅବ୍ଧି ମଧ୍ୟ ଯାଇ। ସୁବର୍ଣ୍ଣମୟ ଅଟଇ ଦ୍ୱାରକା ଭୁବନ ଆଢ଼ ଦୀର୍ଘ ପ୍ରତି ତାର ସହସ୍ରେ ଯୋଜନ। ସୁନ୍ଦର ସେ ଶୋଭା କର ଜାଜଲ୍ୟତା ଜ୍ୟୋତି କପିଳାସ କନ୍ଦର କି ପୁର ବାରସତି। ଯେ ପୁରେ ଯାଦବ ଘେନ ରହି ନାରାୟଣ ଏସନ ବାରତା ଯାଇ କହି ଚାର ଗଣ। ଦେଶେ ଦେଶେ ବୁଲି ବୁଲି କହନ୍ତେ ଏସନ କେତେ ହର୍ଷ ହେଲେ କେତେ ଦୁଃଖ କଲେ ମନ। ଇତି ଶ୍ରୀ ଭାଗବତ ପୁରାଣର ଧ୍ୱନି ଧର୍ମବାଣୀ ଶୁଣି ନରେ ମୁକ୍ତ ହୁଏ ପୁଣି। ପବିତ୍ର ଗଙ୍ଗା ଜଳ ଏ ଅତି ପୁଣ୍ୟମୟ ଇଦମ୍ ଚତୁର୍ଦ୍ଦଶ ଅଧ୍ୟାୟ ସମାପତ ହୁଏ। ଅର୍ଜୁନକୁ ଘେନି ସାତ୍ୟକୀର ବାରୁଣାବନ୍ତ ଗମନ ଓ ଗୋପନଗରରୁ ସୁଭଦ୍ରାକୁ ଆନୟନ। ଏଥୁ ଅନନ୍ତରେ ପୁଣି ସୁକ ମୁନି କହି ଶୁଣ ସାବଧାନେ ତୁମ୍ଭେ କୁରୁଗୁଳ ସାଇ। ଏହି ପରକାରେ ତହୁଁ କେତେ ଦିନ ଗଲା ସୁଖ ଦୁଃଖ ଭାବେ ଦିନ ଅତୀତ ହୋଇଲା। ଦିନେ ସୁଧର୍ମା ସଭାରେ ପ୍ରଭୁ ଦେବ ରାଏ ଅତ୍ୟନ୍ତ ଆନନ୍ଦ ଚିତ୍ତେ କରିଲେ ବିଜୟ। ଉଗ୍ରସେନ ଆଦି ସର୍ବ ଯାଦବଙ୍କୁ ଘେନି ବଳଦେବ ପାର୍ଥ ସହ କେତେକ ସଇନି। ଦକ୍ଷିଣ ଖମ୍ବ ମାଡ଼ିଣ ବସିଲେ ତକ୍ଷଣ ତାହାଙ୍କର ପାଶେ ବିଜେ କଲେ ନାରାୟଣ। ଅଗ୍ରେ ଛନ୍ତି ଉଗ୍ରସେନ ସୁଦେବ ସହିତେ ପାରୁଷେ ବସି ଅଛନ୍ତି ସାତ ବଂଶ ଯେତେ। ହାତୀର ଥିପ ଦାତିକ ଅତ୍ୟନ୍ତ ଗହଳ ପଟୁଆର ତଳେ ବସି ସର୍ବଯଦୁ ବଳ। ଉଗ୍ରସେନ ମୁଖ ଚାହିଁ ପୁଛନ୍ତି ଅଚ୍ୟୁତ ମଥୁରା ରାଜେ ଯିବାକୁ ବଳଇ କିଚିତ। ଜନନୀ ଜନମ ଭୂମି ଗଙ୍ଗା କୂଳେ ବାସ ଅନ୍ତିମ କାଳେ ପାଆନ୍ତି ଏହା ସୁପୁରୁଷ।
झुकते मथुरा पितृ पितामह पृथ्वी नहुष राजांकर से अपूर्व कीरति जदु आजि थिले तही अनेक जे राजा दिगपाल समान रे पाउथिले पूजा सात वंश जादव जे एकु एक जोधी समय भोग करिले महत समृद्धि एते काल रे खंडिला धाता ताहाणी पूर्वर विषय एहा पुराणे बखाणी से वंश को कंस राजा हेला पुणी सल जरा जीवने थिले कि अछि आम भल राज्य उपाड़ी कटक गोटी देला भाजी पुणी बाहिब बोलीण सदा थाए बुझी केते ताहार संगरे देह अमरस अति मंथने उपुजे काल कूट विष ईश्वर भली लोक जे ताहा कुटी पूजी दुष्ट लोक हाते आउ केते हेब गंजी तेणु करी अपसरी अइलु सर्वथा लोके महालज्जा पुणी आपणार कथा तुमे जे अट आमर पितृ पितामह तुम विचारे कथा जोगाए कि कह नहिले मथुरा पुरे जेबे मन होई अविलंबे सेठा बरे छाड़िबा कनेई तुमे तो जरा संधर करी नाह दोष आम निमंते तुमको करी अछि रोष जुकतरे बंधु भाव हेब पासे गले उपेक्षा करिबी कोटी एक दोष थिले जादवंकर से परी नाही दोष पुणी श्रद्धा थिले मथुरा को जिबा एही क्षणी पितृभूमि रे जाहार हेउ अछि बांछा जीवाकु उद्वेग हुओ जे जाहार इच्छा उग्रसेन बोले तुम्भे अट ब्रह्म राशि पुराण पुरुषोत्तम वसुदेव शिषि ब्रह्मा इंद्र गंगाधर जाकु करी चिंता सनातन प्रभु तुम्भे अट मुक्ति दाता भूलोक हे भुवलोक स्वर्लोक ए तीनी महलोक जनलोक सत्यलोक घेनी ए रूपे अनेक लोक शेष ब्रह्मांड आगहु देइछ तुम्भे समस्तंकु पिंड पंचभूत पंचतत्व खेल घर सीणा भगत जन बांधव कर हे करुणा से पितामह भूमि रे नाही मोर कार्य तुम्भ पाद आशा करिथिब देवराज सर्वेश्वर नाथ तुमे भूलाओ किंपाई मु पूर्व अभिसंपाते अछि जन्म होई सत्य कहू अछि मथुरा कु मन नाही शिवलोक अभिशाप मुक्त हेबे होई तुम्भ संगे रही बिना बिलसी द्वारका तेबे रुद्र गणे मुहि होई बही लेखा तुमे कहिल कदापि मु तो जीवी नाही निर्वाण मुकति के बा छाड़े देह बही अमृत छाड़ी न जेहु भुंजीब गरल मणि छाड़ी करिब के गळे सर्पमाळ गंगा जल तेजी कूप जल के भखिब गो ब्राह्मण छाड़ी शिव पूजा के करिब तुमे देवाधिदेव जे जान सर्वमन जादवंकु काहि पाई करुअछ भिन्न ए मोहर पंच प्राण पछे हेउ तेजा तुम्भ पासु न जीवई केबे देव राजा सर्व जादवे बोइले सनक वाणी निराश बदन किंपा कह चक्र पाणी जादव माने तुमर सीना अटु भृत्य जहा इच्छा ताहा कर तुमर जे चित्त सत्य सत्य कहुअछु सत्य हे तुमंकु तुमे बा छाड़िले आमे न छाड़ू तुमंकु तुम भृत्य होई सेवा कारी पणे थिबु तुमे जेणे जीव आमे तेणिकी जे जीवु एहा आमंकु न कह आहे नारायण निरंतरे भजुथिबु तुमरी चरण एते मते जादवंत कलेनि उछाली बोइले मृत्यु लभिबु निश्चय बनमाली नग्र नर नारी माने एही कथा शुणी समस्ते त्रिबार सत्य कले सेही क्षणी हरिबल राम आम उपरे जे राजा उग्रसेन आदि करी सकल परजा एही क्षणी दंड छत्र टेकी नेई आगे अभिषेक कराइबु तुमकु जे बेगे जगन्नाथ बोइले या नुहई उचित
उग्रसेन आम मानकर नृपनाथ ताहांक थान्ते आमे होइबु कि राजा मूर्धनाभिषेकी से हुओटे महाराजा आमे तो विशेषे नहु राजपुत्र जेना आम पिता वसुदेव राजे पात्र सीना पात्र कूले जन्म होई धराइबु छत्र उपहास करी बेटी पुणिया जगत जादवे बोइले देव जे तुम्भर इच्छा ब्रह्मा इंद्र रुद्र पद जाहा हुए बांछा अशेष कोटि ठाकुर परे शिरोमणि शंभुलिंग थान्ते शिलपुता कुबरणी तुमे जगत करता ब्रह्मांड कारेणी तुमे जाहाकु स्थापिब आम्भे राजा मानी एते बोलिण जादव 84 कोटी उग्रसेन पूजा कले संगत रूठी हस्तिर उपरे छत्री धराई जतने नगरे विजे कराइले राजा उग्रसेने परिवारिए गोड़ाई अछंती पछरे संभर्वे पाट बंशीए देव राजा ठारे तदंते जदु गणे जे गृह गले सात्यकी कुडाकी कृष्ण एमंत बोइले तुमे कि सात्यकी अट आम निज देह रही थाए तुम परे सदा आम स्नेह बारुणा कटके तु ही एही क्षणी जीवु युधिष्ठिरଙ୍କ अग्रतरे पार्थे समर्पिबु आम वार्ता युधिष्ठिरଙ୍କ अग्रतरे कही तांको शुभ वार्ता घेनी आस शीघ्र जाई आबर वचन एक मोर शुणी जाओ लेउटाणी बेले गोपे जीबुटी निश्चय नंद आंभर जनक जशोदा जे माता आंभे तांको पुत्र सेहु आंभ जन्म करता गोपरे बास करंती जेते नर नारी प्राणर समान सेहु अटंती आमरी नंद जशोदांकु तुम्भे कहिब संदेश आम भग्नी सुभद्रा को घेनी बेगे आस एते बोली लेखा गोटी लेखिण श्रीहरि सात्यकीर हस्ते देले विश्वास से करी बोइले हानेण नंद करे देबु जशोदांकु आगे सबु मणाई कहिबु जेते संपत्ति अर्जिलु जेते धन द्रव्य विचारिले ही मान अटे तांको सर्व गोपी गोपाळे कहिब एही दृढ़ वाणी आंभे ताहांकर बोली मने थिब जाणी कार्य अनेक होइब अर्जिब हुजस नाना मते कही सुभद्रा को घेनी आस नंद जशोदांकु पुणी कहिबटी एहा एही मते कही छंती प्रभु चौबाहा तांकर दुहिता बोली करिथिले स्नेह आंभर भगिनी तांको तही आंभ मोह थोके दिन रही एते बढ़िब मतुले भल ठारे विभा देबु ताहांकर बोले आंभे जे मथुरा पुरी छाड़ी नइलु जरासंध डरे आमे एठारे रहिलु एही कथा मान बाबू कहबे गे जाई युधिष्ठिरଙ୍କ सम्मुखरे भाषा देबु नेई अर्जुनଙ୍କୁ अक्षत जे देले जगन्नाथ हीरामणि माणिक्यादि द्रव्य 17 सहस्रे कमत्त गज 10 सहस्रस्व पाटपतनी सिंधुआ देले झिनबास वीरवेश अर्जुनଙ୍କୁ करी देवराज बोहिले नंदी घोषरे बारुणा जाज तुही मोर पंच प्राण अटु धनंजय तोते घेनी करिबी मु भारा भर क्षय कोल संभाषण ताकु कले चक्र पाणी नंदी घोष रथ परे बसाइले आणी खंडे कदूर पर्यंत चलिले पाछोटी जादवंकु घेनी तहु ओइले लेउटी तत्क्षणे सात्यकी जे असंत हांपोळी असपेटे दियन्ते शून्य मार्गे गले चली इदं प्रतिवाक्य बोधयन्ति सुखजति शुणतु हो सावधाने अर्जुनर नाति चली गला नंदी घोष आकाश मार्गरे धात्रिकारे मिले जाई बारुणा बंतरे आस्थानरे बसिथिले युधिष्ठिराजन छामुरे मिलिले जाई सात्यकी अर्जुन धात्रिकारे रथ परु तुरीण गले पादे पड़ी साष्टांगरे दंडवत कले युधिष्ठिरଙ୍କ मन शांति अर्जुन को देखी
ଦୁହିଁଙ୍କୁ କୋଳ କରିଲେ ଆସନ ଉପେକ୍ଷୀ ସାତ୍ୟକୀଙ୍କୁ ନିଜ ସିଂହାସନରେ ବସାଇ ବାମ ଜାନୁରେ ପାର୍ଥଙ୍କୁ ବସାଇଲେ ନେଇ ପୁଣ ପୁଣ ଚମ୍ବନ ସେ ଦେଇ କୋଳ କରି ବହୁତ ଆଦର କଲେ କୁଶଳ ପଚାରି ଭୀମନ କୂଳ ଯେ ସହଦେବ ସହିତରେ ବାର୍ତ୍ତା ପାଇ କୁନ୍ତି ଦେବୀ ମିଳିଲେ ସେଠାରେ ଦୁର୍ବାକ୍ଷତ ବନ୍ଦାଇଲେ ଦେବୀ ସେ ଦୁହିଁଙ୍କି ସମସ୍ତ କହିଲେ ତାଙ୍କୁ ଅର୍ଜୁନ ସାତ୍ୟକୀ ଶୁଣି ଯୁଧିଷ୍ଠିର ରାଜା ହୋଇଣ ନୃପତି ମନେ ବିଚାରିଲେ ନିସ୍ତରିଲି ମୁଁ ଏ ଘାନ୍ତି ଅଶେଷ କୋଟି ବ୍ରହ୍ମାଣ୍ଡ ଠାକୁର ଯେ ହରି ଆମ୍ଭଙ୍କୁ ସୁଦୟା ଯେବେ ଅଛି ତାହାଙ୍କରି ଏଥିରୁ ଆଉ କି ଭାଗ୍ୟ କି ଅଛି ଜଗତେ ଶ୍ରୀକୃଷ୍ଣଙ୍କ ପ୍ରସାଦରୁ ରହିବୁ ନିଶ୍ଚିନ୍ତେ ସାତ୍ୟକୀ ମୁଖକୁ ଚାହିଁ କୁନ୍ତି ଯେ ବୋଲନ୍ତି ପାଣ୍ଡବଙ୍କ ଇଷ୍ଟ ଦେବ ଶ୍ରୀକୃଷ୍ଣ ଅଟନ୍ତି ତୁ ବାବୁ ସାତ୍ୟକୀ ଅଟୁ କୃଷ୍ଣଙ୍କର ଦେହ ମୋ ପୁତ୍ରଙ୍କ ପାଇଁ ତାଙ୍କ ଛାମୁରେ ଜଣାଅ ଆରତ ଭଞ୍ଜନ ବୋଲି ଉଡ଼େ ତାଙ୍କ ବାନା ଅରକ୍ଷିତ ପ୍ରାଣୀଙ୍କର ସେ ଯେ ବଜ୍ର ସେନା ମୁହିଁ ପାଞ୍ଚ ପୁତ୍ର ଘେନି ପଶିଲି ଶରଣ ସୁଦୟା କରନ୍ତୁ ମୋତେ ପ୍ରଭୁ ନାରାୟଣ ବିଚାରିଲେ ସେହୁ ପୁଣି ନୁହନ୍ତି ତପର ସୋଦର ଭଗ୍ନୀର ପୁତ୍ର ଅଟନ୍ତି ଯେ ମୋର କୁରୁ ପାଣ୍ଡବଙ୍କ ଯୁଦ୍ଧ ହୋଇବା ସମୟେ କୃଷ୍ଣ ସାହା ହେଲେ ରକ୍ଷା ପାଇବେ ମୋ ପୋଏ ବିଶ୍ୱକୂଟ ମାୟାଧର ପ୍ରଭୁ ଚକ୍ରପାଣି ପୂର୍ବ ଜନ୍ମ ହେତୁରୁ ମୁଁ ଅଛି ଏହା ଜାଣି ତୁ ବାବୁ ସାତ୍ୟକୀ ଯଦୁ ବଂଶରେ ସୁଜାଣ ବହୁତ ଦୟା କରନ୍ତି ତୋତେ ନାରାୟଣ ତୁ ମୋହର ପାଇଁ ତାଙ୍କୁ କହିବୁ ବହୁତ ଜାଣିଥା ପାଣ୍ଡବେ ନିଶ୍ଚୟ ଶ୍ରୀକୃଷ୍ଣଙ୍କ ଭୃତ୍ୟ ଏହି ସମୟରେ ଆସି ମିଳିଲେ ବିଦୁର କୋଇନ୍ତାଙ୍କ ଚରଣରେ କଲେ ନମସ୍କାର ଭୀମ ଅର୍ଜୁନ ନକୁଳ ଆଦି ଯୁଧିଷ୍ଠିର ବିଦୁରଙ୍କୁ ନମସ୍କାର କଲେ ଧାତିକାର ସାତ୍ୟକୀଙ୍କୁ ଦେଖି କୋଳ ସମ୍ଭାଷଣ କଲେ ନିତ୍ୟ କର୍ମ ସାରି ମଣ ହିକି ବିଜେ କଲେ ଆପେ କୋଇନ୍ତା ଦେବୀ ଯେ ପରସିଲେ ଅନ୍ନ ନାନା ବ୍ୟଞ୍ଜନ ରାନ୍ଧଣା ଅମୃତ ଭୋଜନ ଭୁଞ୍ଜି କରି ସାତ୍ୟକୀ ଯେ ସନ୍ତୋଷ ହୋଇଲେ କୋଇନ୍ତା ମୁଖକୁ ଚାହିଁ ସଧିରେ କହିଲେ ମାଗ ପରମ ମାହେଶ୍ୱରୀ ନ ଜାଣବା କାହା ନିଶ୍ଚୟ ଜଗନ୍ନାଥ ହେବେ ତୁମ୍ଭ ପୁତ୍ରେ ସାହା ଅଭେଦ ଆତ୍ମା ଅଟନ୍ତି କୃଷ୍ଣ ଅର୍ଜୁନ ତେଣୁ ସ୍ନେହ କରିଦେଲେ ନନ୍ଦୀ ଘୋଷ ଜାନ କୃଷ୍ଣଙ୍କ ଦୟାରୁ ମାଗ ଗଲା ତୁମ ଦୁଃଖ ଏଣିକି ନିଶ୍ଚିନ୍ତ ହୋଇ ଭୋଗ କର ସୁଖ ଏମନ୍ତେ ସାତ୍ୟକୀ ତାଙ୍କୁ ପ୍ରବୋଧନା କରି ଗୌରବ ପାଇ ରହିଲେ ତହିଁ ଦିନ ଚାରି କୁନ୍ତୀଙ୍କୁ ଆଜ୍ଞା ମାଗିଣ ଯୁଧିଷ୍ଠିଙ୍କୁ କହି ରଥେ ବସିଲେ ଉଠିଲେ ତହିଁ ବେଗ ହୋଇ ଅନେକ ଅକ୍ଷତ ଦ୍ରବ୍ୟ ପାଇ ଉପହାର ଗୋପରେ ପ୍ରବେଶ ହେଲେ ଯାଇଣ ସତର ଦେଖିଲେ କ ମଧୁପୁର ହୋଇଛି ଉଜାଡ଼ି କଟକ ଆଦି କରିଣ ପାଇଅଛି ପୋଡ଼ି ରାଜାର ଭାବେ ପ୍ରଜା ଅରକ୍ଷିତ ପରି ଧନ କାଞ୍ଚନ ବିହୀନେ ଯେନେ ହତ ଶିରି ଦେଖ ଗୋପପୁର ଯାକ ହୋଇଅଛି ଏକା ରାଜା ଉପଦ୍ରବ ହେତୁ ପୁର ଯାକ ଡକା ଖଣ୍ଡ ଦଣ୍ଡ ପାତ ହେତୁ ଖଣ୍ଡାୟିତ ଯେତେ ନିରନ୍ତର ପୀଡ଼ା କର ଯେ ଯାହାର ମତେ କଂସମଲା ଉଗ୍ରସେନ ଗଲା ରାଜ୍ୟ ଛାଡ଼ି ଖଣ୍ଡାୟିତ ଆଗକୁ ବସିଲେ କମାଡ଼ି ଖଳ ବଳିଆର ହେଲେ ରଖନ୍ତା କେ କାହିଁ ସାଧୁ ସୁଜ୍ଞ ଜନେ ଭଏ ଗଲେଣି ପଳାଇ ଦେଖିଣ ସାତ୍ୟକୀ ମନେ ପାଇ ବହୁ ବ୍ୟଥା ବୋଲେ ଶ୍ରୀକୃଷ୍ଣଙ୍କ ଆଗେ କହିବି ଏ କଥା ଏ ମଥୁରା ଆମ ପିତ ପିତାମହ ପୃଥି ରଖି ନ ପାରିଣ ଆମେ ଅର୍ଜିଲୁ ଅକୀର୍ତ୍ତି ରାଜାର ଥାନ୍ତେ ଯେବେ ପ୍ରଜା ହନ୍ତି ନଷ୍ଟ ଭର୍ତ୍ତା ଥାଉ ଭାର୍ଯ୍ୟା ଯେବେ ହୁଅଇ ବିନଷ୍ଟ ପିତା ଥାନ୍ତେ ଅପାଣ୍ଡୁକ ହୁଅ ଯେବେ ପୁତ୍ର ତାହାକୁ ବୋଲିବା ସିନା ଧାତା ଘଟ ସୂତ୍ର ସପ୍ତନିଧି ଆବୋରି ଯେ ନ ପାଇ କାରଣ
ଜଗବନ୍ଧୁ ନାଥ ୟାକୁ ଗଲେ କମୂର୍ଚ୍ଛିଣ। ପରଶୁ ପଥର ଲାଗି ଅଷ୍ଟଲୋହ ସୁନା। ଏ ମଥୁରା ରାଜଲୋକ ସେହି ମତେ ସିନା। ଏତେ ଭାଳି ରଥେ ଯାନ୍ତି ଯମୁନାର କୂଳେ। ନିମିଷକେ ମିଳିଲେ କଦମ୍ବର ମୂଳେ। କୁଞ୍ଜବନ ଦେଖି ବହୁ ପ୍ରଶଂସା କରି। ଅନ୍ତର୍ଗତେ ଭାଳେ ଏଥେ ଥିଲେ ଦେବ ହରି। ଧନ୍ୟ ତୁମ ମାନେ ଏଥେ ବସି ଯେତେ ଜୀବ। ଏଥେ ବନ କ୍ରୀଡ଼ା କରିଥିଲେ ବାସୁଦେବ। ଧନ୍ୟ ଏ କାଳିନ୍ଦୀ ନଦୀ ପୁଣ୍ୟ ୟାର ଜଳ। ଏ ନଦୀରେ କ୍ରୀଡ଼ା କରିଥିଲେ ନନ୍ଦବାଳ। ଏତେ ଭାଳି ଯମୁନାରେ ସ୍ନାନ କରିଲେ। ଗୋଧିକା ଘାଟ ଜିଣିଣ ଗୋପେ ପ୍ରବେଶିଲେ। ଗୋରୁଙ୍କର ତଡ଼ ବଡ଼ି ଚାଲିବାର ପ୍ରାୟ। ଗୋପାଳ ମାନେ କ୍ରୀଡ଼ନ୍ତି ଘେନି ବାଳ ପୋଏ। ଜଗତି ମେଢ଼ ମଣ୍ଡପ ଦେଉଳ ଟାଳି। ଝିଙ୍କ ପକ୍ଷୀ ବିହରନ୍ତି ହୋଇ ମେଳି ମେଳି। ବାଳ ବୃଦ୍ଧ ତରୁଣାଦି ଯେତେ ତହିଁନରେ। ଶ୍ରୀକୃଷ୍ଣଙ୍କ ଗୁଣମାନ ଗାବନ୍ତି ମୁଖରେ। ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି କରି। ଅଛିଦ୍ର ଭାବେ ସକଳ ଘଟେଛନ୍ତି ପୁରୀ। ସେହି ସ୍ୱାମୀଙ୍କ ଦର୍ଶନ ପାଆନ୍ତୁ ଯଦ୍ୟପି। ଦେହେ ପ୍ରାଣ ଥିଲେ ମୂର୍ଚ୍ଛି ନ ପାରି କଦାପି। ସାତ୍ୟକୀ ବିଚାରେ ଗୋପେ ୟାଙ୍କ ଜନ୍ମ ଧନ୍ୟ। ମନ ବଚନ କାୟାରେ ଚିନ୍ତି ଭଗବାନ। ରାତ୍ର ଦିବସ ଘୋଷନ୍ତି ଅଭ୍ୟାସକୁ କରି। ବିଚାରିଲେ ତପି ନୋହି ବେତ ୟାଙ୍କୁ ସରି। ଶ୍ରୀକୃଷ୍ଣ ସଙ୍ଗେ ଖେଳୁଥିଲେ ନାନା ରଙ୍ଗେ। ପାପାଧିପାତକ ନଥିବଟି ୟାଙ୍କ ଅଙ୍ଗେ। ଆଜି ମୁହିଁ ନୟନରେ ହାନ୍ତ ଦେଖିଲି। କୋଟିଏ ଜନ୍ମ ପାତକ ମାନ ବିଧ୍ୱଂସିଲି। ଏତେ ବିଚାରିଣ ମନେ ହରି ହରି ସ୍ମରି। ଗୋପରେ ରଥ ଚଳାଏ ଅତି ଧୀର କରି। ଦେଖି ନଗ୍ର ନର ନାରୀ ଗୋଡ଼ାବନ୍ତେ ପଥେ। ଅପୂର୍ବ ପ୍ରାୟ ମଣିଣ ଦେଖୁଛନ୍ତି ନେତ୍ରେ। ଏ ସନକ ଜାନ ଆମ୍ଭ ଦେଖିଲା ତ ନାହିଁ। କେବଳ ଦେବ ବାଏ ନର ତନୁ ବହି। ଥୋକାଏ ବୋଲନ୍ତି କିବା ଶ୍ରୀକୃଷ୍ଣ ଇଲେ। ଥୋକାଏ ବୋଲନ୍ତି ଅବା ହଳି ବିଜେ କଲେ। କେହୁ ବୋଇଲେ ସୁବର୍ଣ୍ଣ ପ୍ରାୟ ଦେହ ଜ୍ୟୋତି। ଏ ଅଟେ ସାତ୍ୟକୀ କୃଷ୍ଣ ଠାରେ ଅତି ପ୍ରୀତି। ଯାଦବଙ୍କର ଅଗ୍ରଣୀ ଅଟେ ଦେବ ବଳା। ରାଜକୁତ ମନ୍ତ୍ରୀ ଏହୁ ମହା ଅନର୍ଗଳା। କେ ବୋଇଲେ ପଳାଇଲେ ରାଜ୍ୟ ଦେଶ ଛାଡ଼ି। କେହୁ ବୋଇଲେ ଅବାସେ ଅଇଲେ ବାହୁଡ଼ି। କେହୁ ବୋଇଲେ ଅକ୍ରୂର ପୂର୍ବେ ଆସିଥିଲା। ଆମ୍ଭ ଆଶା ଭାଙ୍ଗି ରାମକୃଷ୍ଣ ଘେନି ଗଲା। କେହୁ ବୋଲେ ସେ ଉଦ୍ଧବ ଅଇଲେ ଗୁପତେ। ଦେଖିଛୁ ଭଣ୍ଡି ଗଲା ସେ ଆମ୍ଭଙ୍କୁ କେମନ୍ତେ। ତୃତୀୟରେ ସାତ୍ୟକୀ ତ ଆସିଅଛି ପୁଣି। ଭଲ ଜଣେ ଘେନି ଯିବ ଆମ୍ଭ ମନ ଜାଣି। ଏ ସନକ ବିଚାରନ୍ତି ଗୋପନର ନାରୀ। ସାତ୍ୟକୀ ପଛେ ଗୋଡ଼ାଇଛନ୍ତି ଯେ ଯାହାରି। ନଗର ପରିମଳେ ଥକା ଏକ ଦୂର ଗଲେ। ନନ୍ଦ ରାଜା ଉଆସରେ ଯାଇ ପ୍ରବେଶିଲେ। ତର ତର ହୋଇର ସେ ଭିତରକୁ ପଶି। ଦେଖିଲେ ଯଶୋଦା କୋଳେ ଭଦ୍ରା ଅଛି ବସି। ଏହି ସମୟ ସାତ୍ୟକୀ ମିଳିଲା କଯାଇ। ଛାମୁରେ ଉଭା ହୋଇଲା କାଖେ ହାତ ଦେଇ। ଅନେକ ସ୍ତୁତି ବଚନେ କଲା ଭକ୍ତି ଭାବ। କହେ ଭଦ୍ରା ଯିବା ବାର୍ତ୍ତା ଦେଇଛନ୍ତି ଦେବ। ତୁମେ ତାଙ୍କ ପିତା ମାତା ସେ ତୁମ କୁମାର। ଅଶେଷ କୋଟି ବ୍ରହ୍ମାଣ୍ଡେ ଯେ ପ୍ରଭୁ ଈଶ୍ୱର। ସମୟ ଖେଳିଲ ତୁମେ ତାହାଙ୍କୁ ତ ଘେନି। ଏବେ ତାହାଙ୍କର ଗୁଣ ମନରେ ବାହୁନି। ଦେଲେ ରାମକୃଷ୍ଣ ବାର୍ତ୍ତା ଏମନ୍ତ ରୂପେ ହିଁ। ସେ ତୁମ୍ଭର ପୁତ୍ର ବିନା ଜାଣ ସର୍ବଦା ହିଁ। ଏବେ ତୁମ୍ଭର ନିକଟେ ଛନ୍ତି ମତେ ପେଶି। ସର୍ବଶୁଭ ବାର୍ତ୍ତା ଘେନି ଅଛ ମୁହିଁ ଆସି। କୋଟି ଏକ ପାଣି ଦ୍ରବ୍ୟ ଆଣିଅଛି ରଥ। ତାହା ତୁମ୍ଭେ ଘେନା କର ହୋଇ ଆନନ୍ଦିତ। ପୁତ୍ର ଅର୍ଜିଲା ଦ୍ରବ୍ୟକୁ ପିତା ଭୋଗ କରି। ସତ ଅଶ୍ୱମେଧ ଯାଗ ଯହିଁ ନୁହେଁ ସରି। କୋଟିଏ ପୁରୁଷ ଯାଏ କରିଥାଇ ଧର୍ମ। ତେବେ କୁଳଖ୍ୟାତ ସୁତ ହୁଅଇ ଜନମ। ତା ନାମ ଧରି ସଂସାରୁ ହୁଅନ୍ତି ସର୍ବେ ପାରି। ଯୋଗୀ ତରନ୍ତି ଯାର ନାମ ଗୋଟି ଧରି। ତାଙ୍କର ଯୋଗରୁ କଲା ସବୁ ଦ୍ରବ୍ୟ ଭୋଗ।
ତୁମେ ତାଙ୍କ ପିତା ମାତା ସଦା ଏହି ଯୋଗ। ଗୁହାଳ ତୋଳାଇ ପୁରେ ଗୋରୁମାନ ରଖି ନିଜଗୀଙ୍କୁ ହାଟ ଘାଟ ଦେଉଥିବ ଲେଖି। ଖଣ୍ଟ ଖଣ୍ଡାଇତ ମାନେ ଉପଦ୍ରବ କଲେ ଧାତିକାରେ ବାର୍ତ୍ତା ଦେବ ସାତ୍ୟକୀ ବୋଇଲେ। ସେବକ ଲୋକଙ୍କୁ ଅନ୍ନ ବସ୍ତ୍ର ଲେଖି ଦେବ ଦେବତା ବ୍ରାହ୍ମଣ ଦାନ ଧ୍ୟାନ କରାଇବ। କୌଣସି କଥା ମନେ ନ କରି ଶୋଚନା ପୁତ୍ରଙ୍କ ହେତୁରୁ ତୁମ୍ଭେ ଉଦ୍ଧରିଲ ସିନା। ଶୁଣିନ ସାନନ୍ଦ ଅତି ଯଶୋଦା ହୋଇଲେ ରାମକୃଷ୍ଣ ବାର୍ତ୍ତା ପାଇ କୃତ୍ୟ କୃତ୍ୟ ହେଲେ। ପୁଣି ପୁଣି ପୁଛନ୍ତି ସେ ଏହି ରୂପେ ବାଣୀ ପୁଲକିତ ରୋମା ବଳି ହୁଏ କଥା ଶୁଣି। ସକଳ ଶୁଭ ବାରତା ସାତ୍ୟକୀ ବୋଲଇ ହରି ହରି ଶବଦରେ ଅଙ୍ଗ ଉଲ୍ଲୁସଇ। ସାତ୍ୟକୀ ବୋଇଲେ ଏଥେ 8 ବର୍ଷ ଥିଲେ ମଥୁରାରେ 6 ବର୍ଷ ଯାଇ ନ ରହିଲେ। ସେଠାରେ ଲାଗିଲା ଯହୁଁ ଜରାସନ୍ଧ ଭଏ ଯାଦବ ଘେନି ଦ୍ୱାରକାପୁରରେ ବିଜଏ। କହନ୍ତେଣ ନ ସରଇ ଦ୍ୱାରକା ମହିମା ଅତି ଯତନେ ଗଢ଼ିଛି ତାକୁ ବିଶ୍ୱକର୍ମା। ସେ ପୁରେ ତୁମର ପୋଇଛନ୍ତି ସର୍ବଶୁଭେ ଉପହାର ଦ୍ରବ୍ୟମାନ ରଖ ନେଇ ଏବେ। ଆବର ବଦନେ ଯାହା ଅଛନ୍ତି ସେ କହି ସଂକ୍ଷେପି କହିବା ଏବେ ଶୁଣ ମନ ଦେଇ। ତୁମେ ଦ୍ୱାରକାକୁ ଯେବେ ପାରିବଟି ଯାଇ ଧାତିକାରେ ସଜ ହୁଅ ଏହା ଛନ୍ତି କହି। ଦେଖିବ ସେ ପୁତ୍ରଙ୍କର ସମ୍ପଦ ଅପାର ଇଚ୍ଛା ସୁଖେ ବିହରିବ ତହିଁ ନିରନ୍ତର। ସେ ଘର ଏ ଘର ତୁମ ଭିନେ ନୁହେଁ କିବା 2 ଘରକୁ କାରେଣୀ ତୁମେ ଅଟ ସିନା। ଯେବେ ଯାଇ ନ ପାରିବ ଗୃହ ଛାଡ଼ି କରି ଭଦ୍ରାକୁ ବିଦାୟ କର କହିଛନ୍ତି ହରି। ଭାଇମାନଙ୍କ ସଙ୍ଗରେ ଥୋକେ ଦିନ ଥିବ ତୁମର ଲୋଡ଼ିବା ଦିନ ଲେଉଟି ଆସିବ। ଭାଇ ଯଦ୍ୟପି ଦେଖିବା ପାଇଁ କଲେ ମନ ବେଢ଼ାଏ ଯାଇ ଆସନ୍ତୁ ନ ବିଚାରିଆନ। ଏହା କହି ଛାମୁରେ ସେ ଦେଲେ ଲେଖା ଗୋଟି ଭାଷା ଶୁଣି ନନ୍ଦରାଣୀ ହୋଇଲା କତୁଷ୍ଟି। ଆନନ୍ଦରେ ଅଶ୍ରୁଜଳ ଗଳେ ଘନ ଘନ ପୁଲକଇ ରୋମା ବଳି ଉଲ୍ଲୁସଇ ମନ। ବିଧାତା ସର୍ଜିଲା ସିନା ଏମନ୍ତ ମୁହାସ ପୁତ୍ରଙ୍କ ବାରତା ଶୁଣି ପିତା ମାତା ତୋଷ। ସନ୍ଦେହ ହୋଇଲା ପରି ମନରେ ମଣିଲେ ନିରାକାର ପ୍ରଭୁ ବୋଲି ସକଳେ ଜାଣିଲେ। ଜଗମୋହନ ରୂପରେ ମୋହିଛନ୍ତି ହରି ତାହାଙ୍କର ମାୟାରୁ କେ ପାରିବ ଉଭୁରି। ନନ୍ଦ ଯଶୋଦା ମନରେ ହେଲେ ଆନନ୍ଦିତ ଅଷ୍ଟମଲ୍ଲ ମଲା ଦିନ ମଣିଛନ୍ତି ସତ। ଧନରତ୍ନ ଦେଖି କରି ମୋହିତ ହୋଇଲେ ଏକା ଗୃହ ବୋଲି ମନ ମଧ୍ୟ ପ୍ରତ୍ୟେକ କଲେ। ଭଗ୍ନୀକି ଦେଖିବା ପାଇଁ ଭାଇ ଶ୍ରଦ୍ଧା କରେ ତେଣୁ ଦୂତ ପେଶିଛନ୍ତି ଅତି ଉଲ୍ଲାସରେ। ଶ୍ରୀହରି ଜାଣନ୍ତି ଭଦ୍ରା ସ୍ନେହ କରେ ଯେତେ ୟାଙ୍କର ବାକ୍ୟକୁ ପ୍ରତ୍ୟେ ନ ଯିବା କେମନ୍ତେ। ସୁଭଦ୍ରା ବଚନ ଚାହିଁ ନନ୍ଦ ବୋଲେ ହସି ମାଗ ଭାଇଙ୍କ ଭୁବନେ ଯିବାର ଥେ ବସି। ସେ ତତେ ନେବା ପାଇଁ କି ପେଶିଛନ୍ତି ଲୋକ ଧନରତ୍ନ ଦେଇ करे ଲେଖିଛନ୍ତି ଲେଖ। ସମସ୍ତେ ଦ୍ୱାରକାପୁରେ ରହିଲେ କ ଯାଇ କୁଶସ୍ଥଳୀ କଟକରେ ଛନ୍ତି ବେନି ଭାଇ। ବହୁ ସମ୍ପଦ ମାନ ସେ କରିଛନ୍ତି ଆଏ ପରିବାର ପଣେ ଖଟି ସର୍ବଦେବତାଏ। ପରିଚାର ପଣେ ଖଟି ସର୍ବଦେବତାଏ ଅନୁରୂପେ ବର ଖୋଜି କରାଇବା ବିଭା। ସୁଭଦ୍ରା ବୋଇଲେ ପିତା ଚାଲ ଏବେ ଯିବା ନନ୍ଦ ବୋଇଲେ ଗୋ ଚତୁର୍ମାସ୍ୟା ହେଉ ଶେଷ। ତେବେ ଯାଇ ଯିବା ସିନା କୁଶସ୍ଥଳୀ ଦେଶ। ସୁଭଦ୍ରା ବୋଇଲେ ତୁମେ 6 ମାସରେ ଯାଅ ସାତ୍ୟକୀ ସଙ୍ଗରେ ଏବେ ମୋତେ ପଠିଆଅ। ଦେଖିବ ଦ୍ୱାରକା ଭାଇ ସଙ୍ଗେ ସଙ୍ଗେ ଥିବି ତୁମେ ଗଲେ ପଛେ ତୁମ ସଙ୍ଗରେ ଆସିବି। ଇନ୍ଦ୍ର ପ୍ରତିବାକ୍ୟ ବଦୟନ୍ତି ସୁକ ମୁନି ଇତି ଶ୍ରୀ ଭାଗବତ ପୁରାଣର ଧ୍ୱନି। ଶୁଣ ପରୀକ୍ଷ ନୃପତି ଏହି ହରିବଂଶ ପାପାଧିପାତକ ମାନ ହୋଇବ ବିଧ୍ୱଂସ। ଏହି ରୂପେ ସମସ୍ତେ ହୋଇଲେ ଏକ ମନ
ସାତ୍ୟକୀକୁ କଲେ ପୁଣି ଗୌରବ ମାନ। ଅପୂର୍ବ ମନ୍ଦିରେ ନେଇ ଦେଲେ ତାକୁ ବାସ, ରନ୍ଧନ ଭୋଜନ କାର୍ଯ୍ୟ କରିଲେ ଅଶେଷ। ଦିନେ ବିଶ୍ରାମ ତହିଁ ରଜନୀ ପୁହାଇ, ଭଦ୍ରାକୁ ଘେନି ସତରେ ଗଲେ ତହୁଁ ବାଇ। ନନ୍ଦ ଯଶୋଦା ପଛରେ ଅଛନ୍ତି ଗୁଡ଼ାଇ, ବାବୁ ତୁ କୃଷ୍ଣଙ୍କୁ ଏହା କହିବୁ ମଣାଇ। ଆମେ ତାଙ୍କୁ ବାଟ ଚାହିଁ ଅଛୁ ନିରନ୍ତର, ସେଠା କାର୍ଯ୍ୟ ନିବାରିଣ ଆସନ୍ତୁ ସତର। ବାରେ ବଳରାମ ଏକା ହୋଇଣଇଲା, କୃଷ୍ଣଙ୍କୁ ଆଣିବି ବୋଲି ପ୍ରତିଜ୍ଞା ସେ କଲା। ସେହିଦିନ ଆମ୍ଭେ ତାଙ୍କୁ ଚାହିଁ ଅଛୁ ବାଟ, ରାତ୍ର ଦିବସ ଲାଗିଛି ଶ୍ରୀକୃଷ୍ଣ ଉଚାଟ। ଏ ରୂପେ କହିବି ବୋଲି ଆଶା ଦେଇ ଗଲା, ଆଜ ଯାଏ ଚାହିଁ ଅଛୁ ଦେଖା ନ ମିଳିଲା। ସେହି କାଳରୁ ଆମ୍ଭେ ତ ଚାହିଁ ଅଛୁ ବାଟ, ରାତ୍ର ଦିନ ଆମ୍ଭଙ୍କୁ ତ ଲାଗଇ ସଙ୍କଟ। ଏହି ରୂପେ କହ ଯାଇ ଶ୍ରୀକୃଷ୍ଣର ଆଗେ, ବୁଝାଇ ନ ଥରେ ମାତ୍ର ଆଣିବଟି ବେଗେ। ସାତ୍ୟକୀ ବୋଲେ ମନରେ ନ ଧର କେ ଆନ, ଅବଶ୍ୟ ଆଣିବି ବଳରାମ ଭଗବାନ। ନ ଆସିବେ ବୋଲି ମନେ ଚିନ୍ତା ନ କରିବ, ବିଳମ୍ବ ହୋଇଲେ ତୁମ୍ଭେ ଦ୍ୱାରକାକୁ ଯିବ। ନନ୍ଦ ବୋଇଲେ ତୁମ୍ଭେ ତ କୃଷ୍ଣଙ୍କର ଦେହ, ସୁଭଦ୍ରା ପାଇଁ ଛାମୁରେ ବହୁତ ଯେ କହ। ସାତ୍ୟକୀ ବୋଇଲା ଏଥେ ସନ୍ଦେହ ତ ନାହିଁ, ସବୁ ଭଲ ହେବ କୃଷ୍ଣେ କହିବଇଁ ଯାଇ। ଏତେ ବୋଲି ନନ୍ଦ ତହିଁ ବାହୁଡ଼ିଣ ଗଲେ, ଭଦ୍ରା ଘେନିଣ ସାତ୍ୟକୀ ରଥ ବାହି ନେଲେ। ମନ ପବନ ବିମାନ ଚଳେ ତୋରା ହୋଇ, ଆକାଶ ମାର୍ଗେ ଗମିଲେ ପବନ ପରାଇ। ଦ୍ୱାରକାପୁରରେ ଯାଇ ମିଳିଲେ ତକ୍ଷଣ, ଆକାଶ ମାର୍ଗରେ ଥାଇ ଦେଖି ଦେବଗଣ। ସିଂହଦ୍ୱାରରେ ସାତ୍ୟକୀ ରଥରୁ ଉତୁରି, ନବର ମଧ୍ୟେ ପଶିଲେ ଦ୍ୱାର ଡେଇଁ କରି। ସୁଭଦ୍ରା ହସ୍ତକୁ ଧରି ଧୀରେ ଧୀରେ ଯାଇ, ସୁଧର୍ମା ସଭା ତଳରେ ମିଳିଲେ କସେହି। ଉଗ୍ରସେନ ଆଦି କରି ସର୍ବଯଦୁ ବୃନ୍ଦ, ସମସ୍ତଙ୍କୁ ସଙ୍ଗେ ଘେନି ଅଛନ୍ତି ଗୋବିନ୍ଦ। ଏକାଳେ ସାତ୍ୟକୀ ଯାଇ ସଭା ତଳେ ମିଳି, ଗୋଡ଼ ଘାଲି ସୁତିଲେ ସେ କରିନି ଉଛାଳି। ଭ୍ରାତାଙ୍କର ଅଗ୍ରେ ନେଇ ଭଦ୍ରା କରି ଉଭା, ତାରାଗଣ ମଧ୍ୟେ ଯେହ୍ନେ ଚନ୍ଦ୍ର ଦିଶେ ଶୋଭା। ପଦ୍ମବନେ ରାଜହଂସ କରେ ଯେହ୍ନେ କେଳି, ଅଷ୍ଟରତନ ଗିରିରେ ଉଦେ ଅଂଶୁମାଳି। ସୁକୁମାରୀ ସୁଲକ୍ଷଣୀ ଅତିଶୟ ଶୋଭା, ଲାବଣ୍ୟ ନିଧି କି ମନୋହର କାମ ଦେବା। ସକଳ ଯାଦବ ମାନେ ହୋଇଲେ କମୋହି, ବିଚାରିଣ ବୋଲନ୍ତି କି ଲକ୍ଷ୍ମୀ ଦେବୀ ଏହି। ରତି ଦମୟନ୍ତୀ କି ବା ପାର୍ବତୀ ଅଟନ୍ତି, ଇନ୍ଦ୍ର ନାରୀ ଶଚୀ ଦେବୀ ପରାଏ ଶୋଭନ୍ତି। ସର୍ବଲକ୍ଷଣେ ସମ୍ପୂର୍ଣ୍ଣ ଏ ପଦ୍ମିନୀ ଜାତି, କେବଳ ଇ ଅଳ୍ପ ବରଷକେ ବୋଲେ ଯୁବତୀ। ଭ୍ରୁଭଙ୍ଗୀ ନୟନ ୟାର ମୋହେ ନବ ସୃଷ୍ଟି, କେତେ କାଳ ବିହିଆକୁ ନିର୍ମାଣ କଲାଟି। କେବଳ ଦୈବ ବସି ଏହାକୁ ଗଢ଼ିଲା, ଅପଟାନ୍ତର ଶରୀର କେହୁ ନିର୍ମାଣିଲା। ଚାକର ଚିକୁର କେଶ ଶିରେ ଦିବ୍ୟ ଜଟ, ସୁବର୍ଣ୍ଣ ପଦକ ଗୋଟି ଲୁଳେ କଣ୍ଠ ତଟ। ମସ୍ତକରେ ଶୋଭା ପାଏ ଅତି ଚାରୁ ବେଣୀ, ଧବଳ ପର୍ବତ ପରେ ଯେହ୍ନେ ମେଘ ଶ୍ରେଣୀ। ସୁନ୍ଦର କର୍ଣ୍ଣବଦନ କପୋଳ ଶ୍ରୀଖଣ୍ଡ, ଭ୍ରୁଲତା ଯେ ସନେ କାମ ଦେବର କୋଦଣ୍ଡ। ଗଣ୍ଡସ୍ଥଳ ଆବରୀଣ ଶହେ ରତ୍ନ କାପ, ଦିଶଇ ଯେ ମନ୍ତ ସେହୁ କାମ ଦେବ ରୂପ। ବିମ୍ବ ଫଳ ପରା ଏକ ଶୋଭଇ ଅଧର, ଅମୃତ ସାଗର କିବା ଖେଳେ ଶଶଧର। ବାରି ତରଙ୍ଗ ପ୍ରାୟ କି ରାଜହଂସ ପନ୍ତି,
सिंदूर मंडित जेन्हे अलंकार द्युति अपूर्व स्थान मानता दिशे दिव्य शोभा कला मेघ खसिला कि तारा पुंजबा चकर नेत्रे कजल अछि अबा रखी संपूर्ण चंद्र बदने कलकी हेला कि कोमल कंबु कंठरे कहे सुधा बाणी बचन भाषन्ते धारा बही पड़े पुणी हस्ती थर हस्त परि दिशे बेनी बाहा रूपिला मर्कत प्राय राज बपु देहा मृगनाभि कस्तूरी रचिता बेनी गोटी एणु एही महु अछि चराचर सृष्टि नवरत्न रे निर्माण कंकण दरब चालन्ते महु अछन्ति मेदिनी सरब मणिमाणिक्य पोहका मणिमाणिक्य पोहला मुक्ता पंती पंती नाना वर्णरे मुकुता देहे शोभा पांती प्रस्फुटित चंपा कढ़ शोभित अंगुली सुरेखित पाखुड़ा जे दिशे नव झड़ी हरडम्बरू पराये संपूर्ण या मझा झिन्न वस्त्र परिधान सिंह करे लज्जा उलट रंभा पराये दिशे बेनी जानू मदन अमृत की बाग्रासे हेम भानु विद मुद्रिका बलय तोड़ रजे साजे पादे नुपुर चालन्ते ऋणु झुणु बाजे केही केही बोलंती ए राजार कुमारी केहू बोले आंभे हा जानी तो न पारी केही बोलंती एहार बालुत बयस जोगी जन माने देखी हेबे यार बस केही केही बोलंती ए नुहे नर जाति गोटी जाक दिशे राम कृष्ण को आकृति अशेष मायाधर जे न जाने किए हा सेही सिना जाने पुणी भी आईछि जाहा ताहार मायारु केही पारिबो बुरी सकळे बोइले हा जानी तथ्य करी केही केही बोलंती ए यशोदांक जेमा केहू बोलंती सुभद्रा नामे एहू बामा बालुत कालरू एही गोपनग्रे थिले सात्यकी पठाई जगन्नाथे अणाइले एपरी विचार एकुआरे करे करी भद्रा को कोले नेईण बसाइले हरि श्रीहस्तरे आउसीण मुखे चुंब दियंती पुणी संभाषण करी बदन चाहंती संक्षेपिण सर्वबार्ता पुछि प्रिय भावे उग्रसेन आदि बलराम वासुदेवे जगबंधुनाथ जहु हस्ते कोल कले तेणु सुभद्रा को सर्वे धइले कोले रामकृष्ण को भगिनी बोली न जानिले अंतपुरे सुभद्रा को कोल करी नेले देवकी छामुरे देले नेई मुदुसूली सेवा कले जाई 10-20 जे पोइली गोपपाशरी सुभद्रा द्वारका रहिले अपूर्व भुवन देखी आनंद होइले सुख बोइले को शुण परीक्षित राय ए ग्रंथ शुणिले अंगु पाप जाए क्षय हरिवंश पुराण ए अति पुण्य बाणी महापाप जाए नाश ए ग्रंथ को शुणी श्रोतावकता को दया करंती श्री हरि पुराण शुणी दक्षिणा देव यत्न करी नमो नमो नारायण कमलार कांत क्षीर समुद्रे शयन बेनी पद्म नेत्र किरीट मुकुट शिरे अति शोभावन कर्णरे कुंडल हृदय कौस्तुभ रतन लक्ष्मी देवीर बल्लभ शारदार कांत शंख चक्र गदा पद्म शहे चौहस्त से हरि नाम को मुहि धरे हृदयर कृतांत काल दंडरु कर मोते पार अखिलनाथ परम जोगेश पुरुष कृष्ण चरणे शरण मु अच्युत दास।